ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହଉ। ପୁଣି ଥରେ ତାଙ୍କର ବାକ୍ୟରୁ ଆମ୍ଭେ ଯେପରି ଶିକ୍ଷା ଲାଭ କରୁ, ସେଥିପାଇଁ ଆଉ ଏକ ଟପିକ୍ ମାଧ୍ୟମରେ ପ୍ରଭୁଙ୍କ ସାନ୍ନିଧ୍ୟଗତ ହେବା ନିମନ୍ତେ, ତାଙ୍କର ବାକ୍ୟରୁ ଶିକ୍ଷା ଲାଭ କରିବା ନିମନ୍ତେ ପ୍ରଭୁ ସୁନ୍ଦର ସୁଯୋଗ ଦେଇଥିବା ସକାଶେ ପ୍ରଭୁଙ୍କୁ ଧନ୍ୟବାଦ ହୃଦୟ ତଳୁ ଦିଏ ଏବଂ ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ ଏବଂ ନମସ୍କାର ଜଣାଏ। ପ୍ରଭୁ ଆପଣମାନଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆଜି ଆମେ ଏକ ମୁଖ୍ୟ ବିଷୟ ଉପରେ ବାକ୍ୟରୁ ଶିକ୍ଷା କରିବା, ତାହା ହେଉଛି ଖ୍ରୀଷ୍ଟିଆନ ପର୍ସିକ୍ୟୁସନ୍। ଖ୍ରୀଷ୍ଟିଆନ ତାଡ଼ନା ବା ନିର୍ଯାତନାର କେତେକ ପ୍ରମୁଖ ଶିକ୍ଷା ବାଇବେଲ ମଧ୍ୟରୁ ଆମେ ଆଲୋଚନା କରିବା। ଆମେ ଜାଣୁ ଆଜିର ପରିସ୍ଥିତି ବହୁତ ଭିନ୍ନ ଅଟେ। ଖ୍ରୀଷ୍ଟୀୟ ସମାଜ ପାଇଁ ବା ଖ୍ରୀଷ୍ଟୀୟ ସେବକ ସେବିକା ମଣ୍ଡଳୀ ପାଇଁ ନିର୍ଯାତନା ତାଡ଼ନା ଏକ ଭୟଙ୍କର ରୂପ ଧାରଣ କରି ଆମ ଜୀବନରେ ପ୍ରବାହିତ ହେଉଅଛି। କିନ୍ତୁ ଏହା କିଛି ନୂଆ ବିଷୟ ନୁହଁ। ଯେବେ ଆମେ ବାଇବେଲ ମଧ୍ୟକୁ ଯାଉ ଏବଂ ଖନନ କରୁ, ଅନେକ ବିଶ୍ୱାସୀ ପ୍ରଭୁଙ୍କ ଦାସ ଦାସୀମାନେ ମଧ୍ୟ ତାଡ଼ନାର ସମ୍ମୁଖୀନ ହୋଇ, ନିର୍ଯାତନାର ସମ୍ମୁଖୀନ ହୋଇ ଜୀବନକୁ ଅତିବାହିତ କରିଅଛନ୍ତି। କିନ୍ତୁ ଆଜି ଆମେ ବାଇବେଲର ଭିତ୍ତି ଅନୁସାରେ, ଶିକ୍ଷା ଅନୁସାରେ ଖ୍ରୀଷ୍ଟିଆନ ପର୍ସିକ୍ୟୁସନ୍ ବିଷୟରେ ଆମେ ଆଲୋଚନା କରିବା। ତ ଖ୍ରୀଷ୍ଟିଆନ ପର୍ସିକ୍ୟୁସନ୍ କ'ଣ? ହ୍ୱାଟ୍ ଇଜ୍ ଖ୍ରୀଷ୍ଟିଆନ ପର୍ସିକ୍ୟୁସନ୍? ଖ୍ରୀଷ୍ଟୀୟ ନିର୍ଯାତନା ବା ଖ୍ରୀଷ୍ଟିଆନ ତାଡ଼ନା କ'ଣ ଅଟେ? ଖ୍ରୀଷ୍ଟିଆନ ନିର୍ଯାତନା ବା ତାଡ଼ନା ଇଟ୍ସ ରେଫର୍ଡ ଟୁ ସଫେରିଂ। ଏହା ସଫେରିଂକୁ ବୁଝାଏ, ଯନ୍ତ୍ରଣାକୁ, ନିର୍ଯାତନାକୁ, ଦଣ୍ଡକୁ ବୁଝାଇଥାଏ। ଆମମାନଙ୍କର ଯେଉଁ ବିଶ୍ୱାସ ଖ୍ରୀଷ୍ଟଙ୍କ ଠାରେ ଅଛି, ସେଥିପାଇଁ ଯେଉଁ ନିର୍ଯାତନା, ଦଣ୍ଡ, ତାଡ଼ନା ଆମେ ଭୋଗ କରୁଛୁ, ତାହା ହେଉଛି ଖ୍ରୀଷ୍ଟିଆନ ପର୍ସିକ୍ୟୁସନ୍। ଆମମାନଙ୍କର ବିଶ୍ୱାସ ପାଇଁ, ଆମମାନଙ୍କର ଭ୍ୟାଲ୍ୟୁ ଯେଉଁ ଖ୍ରୀଷ୍ଟଙ୍କ ଠାରେ ଅଛି, ସେଥିପାଇଁ ଯେଉଁ ତାଡ଼ନା ଆମେ ଭୋଗ କରୁଛୁ। ଆଉ ଏହି ତାଡ଼ନା ଅନେକ ଉତ୍ସରୁ ଆସିଥାଏ। ଅନେକ କାରଣ ହେତୁରୁ ଏହି ତାଡ଼ନା ଗୁଡ଼ାକ ଆମ ଖ୍ରୀଷ୍ଟିଆନ ଜୀବନରେ ଘଟିଥାଏ ବା ଆସିଥାଏ। ପ୍ରଥମ କାରଣ ହେଉଛି ରିଲିଜିୟସ୍ ଲିଡର୍ସ ଆଣ୍ଡ ଅଥରିଟିସ୍। ଧାର୍ମିକ ନେତା ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଡ଼ନା ଆସିଥାଏ। ମାଥିୟ ପୁସ୍ତକ ତାର 23:34 ପଦ, ପ୍ରେରିତ ପୁସ୍ତକ ତାର 4:1-3 ପଦ। ଦ୍ୱିତୀୟ ବିଷୟ ହେଉଛି ଗଭର୍ଣ୍ଣମେଣ୍ଟ ଅଫିସିଆଲ ଆଣ୍ଡ ଏମ୍ପାୟରର। ସରକାରୀ କର୍ମଚାରୀ ଏବଂ ସମ୍ରାଟମାନଙ୍କ ଦ୍ୱାରା ତାଡ଼ନା ଆସିଥାଏ। ପ୍ରେରିତ ପୁସ୍ତକ ତାର 12:1-3 ପଦ ପର୍ଯ୍ୟନ୍ତ ଏବଂ ପ୍ରକାଶିତ ପୁସ୍ତକ 2:10 ପଦରେ ଉଲ୍ଲେଖ କରାଯାଇଛି। ଏବଂ ଫ୍ୟାମିଲି ମେମ୍ବର୍ସ ଆଣ୍ଡ ଫ୍ରେଣ୍ଡସ୍, ପରିବାରର ସଦସ୍ୟ ଏବଂ ବନ୍ଧୁମାନଙ୍କ ଦ୍ୱାରା ମଧ୍ୟ ତାଡ଼ନା ବିଶ୍ୱାସ ଜୀବନରେ ଆସିଥାଏ। ମାଥିୟ ପୁସ୍ତକ 10:36 ଉଲ୍ଲେଖ କରାଯାଇଅଛି ଏବଂ ଲୁକ ପୁସ୍ତକ ତାର 21:16 ପଦରେ ଉଲ୍ଲେଖ କରାଯାଇଛି। ଅବିଶ୍ୱାସୀମାନଙ୍କ ହେତୁରୁ ଏବଂ ଜନତା ହେତୁରୁ ତାଡ଼ନା ମଧ୍ୟ ଆସିଥାଏ। ଅବିଶ୍ୱାସୀମାନଙ୍କ ହେତୁ ଏବଂ ଜନତା ହେତୁ ବା ଲୋକମାନଙ୍କ ହେତୁ ତାଡ଼ନା ଖ୍ରୀଷ୍ଟିଆନ ଜୀବନରେ ଆସିଥାଏ। ପ୍ରେରିତ ପୁସ୍ତକ 19:23-41 ପଦ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ତିମୋଥୀ 3:12 ପଦରେ ଉଲ୍ଲେଖ କରାଯାଇଛି। ତ ଏହି ସକଳ କାରଣରୁ, ଏହି 4ଟି କାରଣରୁ ଖ୍ରୀଷ୍ଟିଆନ
ତାଡ଼ନା ଘଟିଥାଏ, ଖ୍ରୀଷ୍ଟିଆନ ତାଡ଼ନା ସ୍ଥାନ ପାଇଥାଏ। ଆମେ ଯେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁ, ସେଥିପାଇଁ ଯେଉଁ ନିର୍ଯାତନା, ଯେଉଁ ତାଡ଼ନା, ଯନ୍ତ୍ରଣା, ଦଣ୍ଡ, ତାହାକୁ ହିଁ ଖ୍ରୀଷ୍ଟୀୟ ନିର୍ଯାତନା ବା ତାଡ଼ନା ବୋଲି କୁହାଯାଇଥାଏ ବାକ୍ୟରେ। ଦ୍ୱିତୀୟ ପର୍ଯ୍ୟାୟରେ ଆମେ ଚିନ୍ତା କରିବା ଯେ ନିର୍ଯାତନା ବା ତାଡ଼ନା କେଉଁ କେଉଁ ବିଷୟରେ ଅନ୍ତର୍ଭୁକ୍ତ ଅଟେ। ବାଇବେଲରେ ଖ୍ରୀଷ୍ଟିଆନ ନିର୍ଯାତନା ବା ତାଡ଼ନାର ଫର୍ମସକୁ ବା ରୂପକୁ କେମିତି ଅନ୍ତର୍ଭୁକ୍ତ କରାଯାଇଅଛି ସେହି ବିଷୟରେ ଆମେ ଉଲ୍ଲେଖ କରିବା ବା ଶିକ୍ଷା କରିବା। ପ୍ରଥମ ବିଷୟ ହେଉଛି ଦ ଫର୍ମ ଅଫ୍ ପର୍ସିକ୍ୟୁସନ୍ ମେନସନ୍ ଇନ୍ ଦ ବାଇବେଲ୍ ଦ୍ୟାଟ୍ ଇନକ୍ଲୁଡ୍ସ, ତାହା ଜଡ଼ିତ ଅଟେ ଫିଜିକାଲ୍ ଭାଇଲେନ୍ସ ଆଣ୍ଡ ବିଟିଂ, ଶାରୀରିକ ହିଂସା ଏବଂ ମାଡ଼। ଏହା ଗୋଟେ ଯାତନା ଭାବେ ଜଡ଼ିତ ଅଟେ ବାଇବେଲରେ ଖ୍ରୀଷ୍ଟିଆନ ପର୍ସିକ୍ୟୁସନ୍ ଲାଇଫ୍ରେ। ଏବଂ imprisonment and ମାନେ କାରାଗାରର ଦଣ୍ଡ ମଧ୍ୟ ଆମେ ଭୋଗିଥାଉ। ତାଡ଼ନା ଏହା ସହିତ ଅନ୍ତର୍ଭୁକ୍ତ ହୋଇଥାଏ। ପ୍ରେରିତ ପୁସ୍ତକ ତାର 12:4-5 ଯାଏ, ଦ୍ୱିତୀୟ ତିମୋଥୀ 2:9 ପଦରେ ଲେଖା ଅଛି। ତାପରେ 3 ନମ୍ବର ହେଉଛି ଆଉ ତାଡ଼ନାର ରୂପ ବାଇବେଲରେ ଅନ୍ତର୍ଭୁକ୍ତ ହୋଇଅଛି ଶବ୍ଦର ଅପବ୍ୟବହାର ଏବଂ ଉପହାସ। ଶବ୍ଦର ଅପବ୍ୟବହାର ଏବଂ ଉପହାସ ଏ ଦ୍ୱାରା ଏହା ମଧ୍ୟ ଗୋଟିଏ ତାଡ଼ନା ଅଟେ। ପ୍ରଥମ ପିତର 4:4, ମାଥିଉ ପୁସ୍ତକ 5:11 ଉଲ୍ଲେଖ କରାଯାଇଛି। 4 ନମ୍ବର ହେଉଛି ବହିଷ୍କାର ଏବଂ ବିଚ୍ଛିନ୍ନତା। ଏହା ମଧ୍ୟ ଗୋଟିଏ ତାଡ଼ନାର ରୂପ ଅନ୍ତର୍ଭୁକ୍ତ ଅଟେ ଖ୍ରୀଷ୍ଟୀୟ ତାଡ଼ନା ଜୀବନରେ। ଭେର୍ବାଲ ଆବ୍ୟୁଜ୍ ଆଣ୍ଡ ରିଟିକଲ୍, ବହିଷ୍କାର ଏବଂ ବିଚ୍ଛିନ୍ନତା। ଯୋହନ ପୁସ୍ତକ 9:22 ପଦ ଏବଂ ପ୍ରଥମ କରନ୍ଥୀୟ 4:11-23 ପଦ ପର୍ଯ୍ୟନ୍ତ। ଆଉ ପଞ୍ଚମ ବିଷୟ ହେଉଛି ଆର୍ଥିକ ଅସୁବିଧା ଏବଂ କ୍ଷତି। ଏହା ମଧ୍ୟ ବାଇବେଲରେ ତାଡ଼ନାର ରୂପ ସହିତ ଅନ୍ତର୍ଭୁକ୍ତ କରାଯାଇଅଛି। ଫାଇନାନ୍ସିଆଲ ହାର୍ଡସିପ୍ ଆଣ୍ଡ ଲୁଜ୍, ଏବ୍ରି ପୁସ୍ତକ 10:34 ଏବଂ ପ୍ରେରିତ ପୁସ୍ତକ ତାର 8:1-3 ପଦ ପର୍ଯ୍ୟନ୍ତ। ତ ଏହି କେତୋଟି ବିଷୟ, ବିଶେଷ କରି 5ଟି ବିଷୟ ଯାହାକି ବାଇବେଲ ମଧ୍ୟରେ ଆଉ ତାଡ଼ନାର ରୂପ ସହିତ ଅନ୍ତର୍ଭୁକ୍ତ କରାଯାଇଛି। ଏବଂ ଅନ୍ୟ ପର୍ଯ୍ୟାୟରେ ବାଇବେଲ ଆମକୁ କ'ଣ ଶିକ୍ଷା ଦିଏ ତାଡ଼ନା ବିଷୟରେ? ବାଇବେଲ ଆମକୁ ତାଡ଼ନା ବିଷୟରେ କ'ଣ ଶିକ୍ଷା ଦିଏ? The Bible teaches that persecution is accepted. ବାଇବେଲ ଆମକୁ ଶିକ୍ଷା ଦିଏ ଯେ ତାଡ଼ନା ବା ନିର୍ଯାତନା ଏହା ଆଶା କରାଯାଏ, এটা ଅବଶ୍ୟ ଘଟିବ, ଏହାକୁ କେହି ରୋକିପାରିବେ ନାହିଁ। ଆମେ ଦେଖୁଛୁ ଯୋହନ ପୁସ୍ତକ 15:20, ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି ବୋଲି ବି ଲେଖା ଅଛି। ଯୀଶୁ ନିଜେ କହୁଛନ୍ତି, ଏଠାରେ ଲେଖା ଅଛି, ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି ତାହେଲେ ତୁମମାନଙ୍କୁ ମଧ୍ୟ ତାଡ଼ନା କରିବେ। ଦିସ୍ ଇଜ୍ ଆକ୍ସେପ୍ଟେଡ୍, ୟୁ କ୍ୟାନଟ୍ ଏସ୍କେପ୍। ଆମେ ଏଠାରୁ ଏସ୍କେପ୍ ହୋଇପାରିବା ନାହିଁ, ଘୁଞ୍ଚିତ ହୋଇପାରିବା ନାହିଁ। ଏବଂ ଦ୍ୱିତୀୟ ବିଷୟ ହେଉଛି ଏହି ତାଡ଼ନା ଟେମ୍ପୋରାରୀ ଅଟେ, କ୍ଷଣକାଳସ୍ଥାୟୀ ଅଟେ। ଏହା ସବୁ ସମୟ ପାଇଁ ନୁହଁ, କ୍ଷଣକାଳସ୍ଥାୟୀ। ପ୍ରକାଶିତ ପୁସ୍ତକ 21:4, ଦ୍ୱିତୀୟ କରନ୍ଥୀୟ 4:17-18 ପଦରେ ଉଲ୍ଲେଖ କରାଯାଇଅଛି। ଆଉ ବାଇବେଲ ଶିକ୍ଷା ଦିଏ ତାଡ଼ନା ବା ନିର୍ଯାତନା ଏକ ଉଦ୍ଦେଶ୍ୟମୂଳକ ଅଟେ। ଇଟ୍ ଇଜ୍ ଏ ପର୍ପସ୍ଫୁଲ୍। କିଛି ନା କିଛି ଉଦ୍ଦେଶ୍ୟ ପରମେଶ୍ୱରଙ୍କର ଅଛି, ତେଣୁ ଏହି ତାଡ଼ନା ଘଟିଅଛି। ରୋମିଓ ପୁସ୍ତକ 8:28-30 ଯାଏ, ପ୍ରଥମ ପିତର ତାର 1:6-7 ପଦ ପର୍ଯ୍ୟନ୍ତ ଏହା ଉଦ୍ଦେଶ୍ୟମୂଳକ ଭାବେ ଉଲ୍ଲେଖ କରାଯାଇଅଛି। ଏସବୁ ପଦପର୍ବ ବ୍ୟାଖ୍ୟାନ କରିବା ପାଇଁ ସମୟ ହେବନି, ତେଣୁ ଆମେ ଏହାର ରୂପରେଖକୁ କିଛି ବେସିକ୍ ବିଷୟକୁ ଶିଖିବା ଏବଂ ଜାଣିବା। ଆଉ 4 ନମ୍ବର ହେଉଛି ରିୱାର୍ଡେବୁଲ୍, ପୁରସ୍କାର ଯୋଗ୍ୟ ଅଟେ। ଏହା ତାଡ଼ନା ଆମ ପାଇଁ ଗୋଟେ ପୁରସ୍କାର ଯୋଗ୍ୟ ଅଟେ ବୋଲି ବାଇବେଲରେ ସମ୍ପୂର୍ଣ୍ଣ ଭାବେ ଉଲ୍ଲେଖ କରାଯାଇଅଛି।
ମାଥିଉ ପୁସ୍ତକ 5:10-12 ପଦ ପର୍ଯ୍ୟନ୍ତ ଏବଂ ପ୍ରକାଶିତ ପୁସ୍ତକ ତା'ର 22:12 ପଦରେ ଉଲ୍ଲେଖ କରାଯାଇଛି। ତ ଆମେ ତାଡ଼ନା ପାଉଥିବା ଲୋକମାନେ ବା ଖ୍ରୀଷ୍ଟୀୟ ସମାଜ, ବ୍ୟକ୍ତି, ପରିବାର ଆମେ ଜାଣିବା ଦରକାର ଯେ ଏହା ଗୋଟିଏ ଆକ୍ସେପ୍ଟେବଲ୍, ଏହା ଆଶା କରାଯିବା ଦରକାର। ଦ୍ୱିତୀୟରେ ଏହା କ୍ଷଣକାଳ ସ୍ଥାୟୀ ଅଟେ ଏବଂ ତୃତୀୟରେ ଏହା ଉଦ୍ଦେଶ୍ୟମୂଳକ ଅଟେ ଏବଂ ଚତୁର୍ଥରେ ଏହା ପୁରସ୍କାର ଯୋଗ୍ୟ ଅଟେ। ଏହା ଆମକୁ ବାଇବେଲ ତାଡ଼ନା ବିଷୟରେ ଶିକ୍ଷା ଦେଇଥାଏ, ଆମେ ନ ଭୁଲୁ। ଅପର ପର୍ଯ୍ୟାୟରେ ବିଶ୍ୱାସୀମାନେ ଉତ୍ସାହିତ ହେବା ଦରକାର। ବିଶ୍ୱାସୀମାନେ ଉତ୍ସାହିତ ହେବା ଦରକାର। ତାଡ଼ନା ସମୟରେ କେଉଁ କେଉଁ କ୍ଷେତ୍ରରେ ସେମାନେ ଉତ୍ସାହିତ ହେବା ଦରକାର, ସେହି ବିଷୟକୁ ଆମେ ଆଲୋଚନା କରିବା। ପ୍ରଥମ ବିଷୟ ହେଉଛି ଏଣ୍ଡିଓର ପ୍ରେସିକ୍ୟୁସନ୍। ନିର୍ଯାତନା ବା ତାଡ଼ନା ସହ୍ୟ କର ବା ସହ୍ୟ କରିବା ଆବଶ୍ୟକ ଅଟେ। ଖ୍ରୀଷ୍ଟୀୟ ସମାଜ, ଖ୍ରୀଷ୍ଟ ବିଶ୍ୱାସୀ, ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କୁ ଏହାକୁ ଆମେ ସହ୍ୟ କରିବା ଆବଶ୍ୟକ ଅଟେ। ଖ୍ରୀଷ୍ଟିଆନ ତାଡ଼ନାରେ ଆମେ ପ୍ରଭୁଙ୍କୁ ତ୍ୟାଗିବା, ଏହା ଗୋଟିଏ ଭୁଲ ସିଦ୍ଧାନ୍ତ ଅଟେ। ଅନେକ ଲୋକମାନେ ପ୍ରଭୁଙ୍କୁ ତ୍ୟାଗି ପଳାନ୍ତି। ମୁଁ ଅନେକ ଭିଡ଼ିଓ ଗୁଡ଼ାକ ଦେଖିଲି କି ଖ୍ରୀଷ୍ଟିଆନ ଥାଇ ହିନ୍ଦୁ ହେଇଯାଇଛନ୍ତି ତାଡ଼ନା ସକାଶେ। ମାଥିଉ ପୁସ୍ତକ 10:22 ଲେଖା ଅଛି, ଏବ୍ରି ପୁସ୍ତକ 12:3 ଲେଖା ଅଛି ଯେ ଆମେ ଇଣ୍ଡିଓର ପ୍ରୋସିକ୍ୟୁସନ୍ କରୁ। ତାଡ଼ନା ବା ନିର୍ଯାତନାକୁ କ'ଣ କରୁ? ଆମେ ସହ୍ୟ କରିବା ଆବଶ୍ୟକ ଅଟେ। ଦ୍ୱିତୀୟ ବିଷୟ ହେଉଛି ବାଇବେଲ ଆମକୁ ଏନକରେଜ୍ କରେ, ଉତ୍ସାହ ଦିଏ ଯେ ତାଡ଼ନାରେ ଆମ୍ଭେମାନେ ଆନନ୍ଦ କରୁ। ହାଲେଲୁୟା। ତାଡ଼ନାରେ ଆମ୍ଭେମାନେ ଆନନ୍ଦ କରୁ। ଆନନ୍ଦ, ହୋ ହାଲା ହଟାପାଟନା ହେଇକିରି ମୁଣ୍ଡ ବାଡ଼େଇଲେ କିଛି ଲାଭ ନାହିଁ। ରିଜଏସ୍ ଇନ୍ ପରସିକ୍ୟୁସନ୍, ମାଥିଉ ପୁସ୍ତକ 5:12 ଏବଂ ପ୍ରେରିତ ପୁସ୍ତକ 5:41 ପଦରେ ଲେଖା ଅଛି। କାରଣ ଆମ ପାଇଁ ଗୋଟେ ବଡ଼ ପୁରସ୍କାର ପରମେଶ୍ୱର ରଖିଅଛନ୍ତି। ଆଉ ତୃତୀୟ ବିଷୟ ହେଉଛି ବିଶ୍ୱାସୀମାନଙ୍କୁ ଉତ୍ସାହ ପ୍ରଦାନ କରାଗଲା। ତାଡ଼ନାରେ ବିଶ୍ୱାସୀମାନେ ପ୍ରାର୍ଥନା କରିବେ। ପ୍ରେୟାର ଫର୍ ପରସିକ୍ୟୁଟର୍ସ, ଯେଉଁମାନେ ତାଡ଼ନା କରୁଛନ୍ତି ସେମାନଙ୍କ ପାଇଁ ଆମେ ପ୍ରାର୍ଥନା କରିବା ଦରକାର। ମାଥିଉ ପୁସ୍ତକ 5:44, ଯଦି କିଏ ଆମକୁ ତାଡ଼ନା କରୁଅଛି ତେବେ ଆମେ ତାଙ୍କ ପାଇଁ ପ୍ରାର୍ଥନା କରିବା ଆବଶ୍ୟକ ଅଟେ, ଯଦ୍ୱାରା ପ୍ରଭୁ ତାଙ୍କୁ ଫେରାଇବେ ଏବଂ ସେମାନେ ପ୍ରଭୁଙ୍କ ଠାରେ ଆପଣା ଜୀବନକୁ ଅତିବାହିତ କରିବେ, ପ୍ରଭୁଙ୍କୁ ବିଶ୍ୱାସ କରିବେ। ଆଜି ଆମେ ପରସିକ୍ୟୁଟର୍ସ ମାନଙ୍କ ପାଇଁ ପ୍ରାର୍ଥନା କରିବା ଦରକାର। ଅପର ପର୍ଯ୍ୟାୟରେ ଆମେ ଆଲୋଚନା କରିବା କେତେକ ଉଦାହରଣ ଖ୍ରୀଷ୍ଟିଆନ ତାଡ଼ନା ସହିଥିବା ବ୍ୟକ୍ତିଙ୍କର ବାଇବେଲ ମଧ୍ୟରେ, ତାହାକୁ ଆମେ ଦେଖିବା। କେଉଁ କେଉଁ ବ୍ୟକ୍ତିମାନେ ବାଇବେଲରେ ନିର୍ଯାତନାର ଉଦାହରଣ ଅଟନ୍ତି, ସେ ବିଷୟରେ ଆମେ ଚିନ୍ତା କରିବା। ପ୍ରଥମ ତ ଆମେ ଦେଖୁଛୁ ନୂତନ ନିୟମରେ ଯେ ସ୍ତିଫାନ ତାଡ଼ନାର ସମ୍ମୁଖୀନ ହୋଇ ଯାଇଥିଲେ। ତାଙ୍କୁ ପଥର ଫୋପାଡ଼ି ମରାଯାଇଥିଲା ସ୍ତିଫାନଙ୍କୁ। ପ୍ରେରିତ ପୁସ୍ତକ 7ରେ ଆମେ ତାଙ୍କର ଜୀବନୀ ବିଷୟରେ ଦେଖୁଛୁ। ଦ୍ୱିତୀୟରେ ପିତର ଏବଂ ଜହନଙ୍କୁ ମଧ୍ୟ ବାଇବେଲରେ ତାଡ଼ନା କରାଯାଇଥିଲା। ତାଡ଼ନା ପ୍ରାପ୍ତ ବ୍ୟକ୍ତିମାନେ ସେମାନେ ଅଟନ୍ତି। ପ୍ରେରିତ ପୁସ୍ତକ 4:1-3, 12:1-3 ଯାଇ ଆମେ ଦେଖୁ ପିତର କେମିତି ଜେଲରେ ସେ ନିଜର ଜୀବନକୁ ଅତିବାହିତ ମଧ୍ୟ କରୁଥିଲେ। ଆଉ ତୃତୀୟ ବିଷୟ ହେଉଛି ଆପୋଷ୍ଟଲ ପଉଲ ମଧ୍ୟ ତାଡ଼ନା ନିର୍ଯାତନା ସହ୍ୟ କରୁଥିଲେ ବା ତାଡ଼ନାପୂର୍ଣ୍ଣ ଜୀବନ କାଟିଥିଲେ। ସେ ତାକୁ ତାଡ଼ିତ କରାଯାଇଥିଲା। ପ୍ରେରିତ ପୁସ୍ତକ 16ରେ ଲେଖା ଅଛି। ଦ୍ୱିତୀୟ କରନ୍ଥୀୟ 11ରେ ସେ ନିଜ ବିଷୟରେ ବ୍ୟାଖ୍ୟା କରୁଅଛନ୍ତି। ସେହିପରି ଆଉ ଚତୁର୍ଥରେ ଯୀଶୁ ନିଜେ ତାଡ଼ନା ଦେଇକି ଜୀବନ କାଟିଥିଲେ ବା ତାଡ଼ିତ ତାଙ୍କୁ ମଧ୍ୟ କରାଯାଇଥିଲା। ମାଥିଉ ପୁସ୍ତକ 27, ଲୁକା ପୁସ୍ତକ ତାର 23 ପଦରେ ଆମେ ଦେଖୁଛୁ। ତ ତାଡ଼ନା ସ୍ୱାଭାବିକ ଅଟେ। ଏ ଚାରୋଟି ଉଦାହରଣ, ଏମାନେ ପ୍ରମୁଖ ଭାବେ ତାଡ଼ିତ ହୋଇ ଜୀବନ କାଟିଥିଲେ। ତ ପ୍ରିୟ ପ୍ରଭୁଙ୍କର ପ୍ରତ୍ୟେକଟି ଦାସ ଦାସୀ,
ବିଶ୍ୱାସୀ ବିଶ୍ୱାସିନୀମାନେ ଆମେମାନେ ତାଡ଼ନା ବା ନିର୍ଯାତନା ଘଟିଲେ ଆମେ ଏହି ବ୍ୟକ୍ତିମାନଙ୍କୁ ନିରୀକ୍ଷଣ କରୁ। ଆସନ୍ତୁ ଆମେ ପ୍ରସ୍ତୁତ ହେଉ ତାଡ଼ନା ପାଇଁ। ଆସନ୍ତୁ ଆମେ ଆପଣଙ୍କୁ ପ୍ରିପାରେସନ୍ କରୁ ପ୍ରଭୁଙ୍କର ଗୌରବ ପାଇଁ। ଆସନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କର ଦୁଃଖ କଷ୍ଟର ସହଭାଗୀ ହେଉ। ଆସନ୍ତୁ ଆମ୍ଭେମାନେ ଶିକ୍ଷା ଅନୁସାରେ ଆପଣ ଜୀବନକୁ ପ୍ରସ୍ତୁତ କରୁ, କାରଣ ସମୟ ଏହି ପ୍ରକାର ଅଟେ। ତ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏ ତାଡ଼ନାର ପ୍ରମୁଖ ଶିକ୍ଷା ବାଇବେଲରେ ଯାହା ଆମେ ଆଲୋଚନା କରିଅଛୁ ତଦ୍ୱାରା ପ୍ରଭୁ ଆପଣଙ୍କୁ ସଜାଡ଼ନ୍ତୁ, ପ୍ରସ୍ତୁତ କରନ୍ତୁ ତାଙ୍କର ଗୌରବ ନିମନ୍ତେ। ଆଶା କରେ ଆପଣ ଆଶୀର୍ବାଦ ପାଇଅଛନ୍ତି। ପ୍ରଭୁ ଆପଣଙ୍କୁ ପ୍ରଚୁର ଭାବେ ମଙ୍ଗଳ ପ୍ରଦାନ କରନ୍ତୁ। ସମସ୍ତଙ୍କୁ ପ୍ରେଜ୍ ଦି ଲର୍ଡ।